ଇ କ'ଣ ସକାଳୁ ଥରଥରକା ଘର ଭିତରକୁ ଗଲାଣି। ଚାଲନ୍ତୁ ଜାଣିବା କାରଣ। ଓହୋ ଆଜି ରବିବାର, ସିଏ ସକାଳୁ ଲେଟ୍ କରିକି ଉଠୁଛନ୍ତି। ଓ ଉଠନ୍ତୁ ଉଠନ୍ତୁ। ଉଠି ସାରି ପ୍ରଣାମ କଲେ, ପ୍ରଣାମ କରିସାରିଲା ପରେ ସେ ଯିବେ ନା ମୁହଁ ହାତ ଗୋଡ଼ ଧୋଇବା ପାଇଁ। ଆପଣମାନେ ଶୀତରେ କ'ଣ ଗୋଡ଼ ହାତ ମୁହଁ ଧୋଉଛନ୍ତି? ନା ନା, ଟୁକୁଣାରେ ପାଣି ରଖା ହେଇଛି। ତେବେ ଯିବେ, ସିଏ ଆଗେ ପ୍ରଥମେ ପାଣି ପିଅନ୍ତି, ପାଣି ପିଇବେ, ତାପରେ ସେ ଯିବେ ମୁହଁ ଧୋଇବା ପାଇଁ। ଓହୋ ଶୀତ ଲାଗୁଛି, କିଛି ଘୋଡ଼ା ହେଇନି। ସକାଳୁ ସକାଳୁ ବାବୁରାମ ମୁଣ୍ଡ କୁଣ୍ଡଉଛନ୍ତି। ମୁଣ୍ଡ କୁଣ୍ଡେଇ ସାରିକି ଟୋପି ପିନ୍ଧିବେ, ଟୋପି ପିନ୍ଧି ସାରିକି ବାହାରକୁ ଯିବେ। ହଉ ସେ ବାହାରକୁ ଯାଉଛି, ବାଡ଼ିଆଡ଼େ କ'ଣ ଗଲେନି? ଓହୋ ବାଡ଼ିଆଡ଼େ ସେ ଯାଉଛନ୍ତି ଗୁହାଳ ପକେଇବେ। ଯିବେ ହେଲେ ବର୍ତ୍ତମାନ ହେଲା ଗାଈ ସେବା କରିବେ ସକାଳୁ ସକାଳୁ। ଭଲ, ସକାଳୁ ସକାଳୁ ଗାଈ ସେବା କଲେ ଭଲ। ଗାଈ ହେଲା ଗୁହାଳ ପକେଇବେ। କେତେଟା ଗାଈ ଅଛନ୍ତି ରଖିଛନ୍ତି ବୋଲେ 3-4ଟା ଗାଈ ବାଛୁରୀକି ମିଶିକି ରଖିଛନ୍ତି ବୋଲେ। ଗୁହାଳ ପକେଇ ସାରିକି ନା ସେ ଯିବେ ନା ହାତ ଧୋଇବା ପାଇଁ, ଜମା ହାତ ଧୋଇବା ପାଇଁ। ସକାଳୁ ସକାଳୁ ଶୀତ ପଡ଼, ଶୀତ ବହୁତ ଲାଗୁଛି, ବହୁତ ଜୋର ଶୀତ। ଓହୋ ଟାଙ୍କି ପାଣିରେ ଧୋଇବା ତ ବହୁତ କଷ୍ଟ ଶୀତରେ। ଭଲ ଭାବରେ ନା ଡମା ସେଇ ପାଣିର ଭଲସେ ଧୋଇବେ। ଭଲସେ ଧୋଇ ଧୁଆ ସାରିକି ରଖିବେ। ଗୋଡ଼ ହାତ ଭଲ ଭାବରେ ଧୋଇବେ। ସେ ଶୀତ ତ ବହୁତ ଲାଗୁଛି। ଆପଣମାନଙ୍କୁ କେମିତି ଲାଗୁଛି ଶୀତ? ସିଏ କ'ଣ ଟୁକୁଣା କଲେଣି? ଓହୋ ଗାଈ ଯିବେ ନା ଗାଈ ଧୋଇବା ପାଇଁ ଯିବେ। ଆପଣ ଗାଈ ଧୋଇବା ପାଇଁ ଦେଖିବେ କି? ଚାଲନ୍ତୁ ସେ କେମିତି ଗାଈ ଧୋଉଛନ୍ତି ଦେଖିବା। ଗୁହାଳ ପହଞ୍ଚିଗଲେଣି, ସେ ନା ଗାଈ ଧୁଆ ଆରମ୍ଭ କରୁଛନ୍ତି। ଭଲ ଭାବରେ ଗାଈ ଧୁଅନ୍ତୁ। ଗାଈ ଧୋଇ ଧୁଆ ସାରିକି ସେ ନା ଘର ଭିତରକୁ ଯିବେ, କାହିଁକିନା ଗାଈର କ୍ଷୀର ରଖିବା ପାଇଁ। ଗାଈର କ୍ଷୀର ରଖି ସାରିଲା ପରେ ସେ ହାତ ଗୋଡ଼ ଭଲ ଭାବରେ ଧୋଇବେ। ଆଉ ଜାଣିଛନ୍ତି ତ ସକାଳୁ ସକାଳୁ ହାତ ଗୋଡ଼ ଧୋଇ ସାରିଲା ପରେ କ'ଣ ଲାଗିବ? ଶୀତ ତ ଲିହାତି ଲାଗିବ। ସେଥିପାଇଁ ସେ ଏତେ କାମ ସାରି ସୁରା ସାରିଲା ପରେ ଓହୋ ଥରଥରକା ଘର ଭିତରକୁ ଯାଉଛନ୍ତି।